ଆଜିର ସୁନ୍ଦର ସୁନ୍ଦର ଘରୋଇ ଉପଚାର ସମୟ ବାହାର କରିକି ଥରେ ଦେଖି ନିଅନ୍ତୁ। ନମସ୍କାର, ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ଆମ ଚ୍ୟାନେଲକୁ ସ୍ୱାଗତ। ଆସନ୍ତୁ ଜାଣିବା ଟିପ୍ସ ନମ୍ବର 1। ଆଇବ୍ରୋକୁ ସୁନ୍ଦର ଘନ କରିବାକୁ ରାତିରେ ଶୋଇବା ପୂର୍ବରୁ ଆଇବ୍ରୋରେ ନଡ଼ିଆ ତେଲ ମାଲିସ କରନ୍ତୁ କିମ୍ବା ଅଲିଭ ଅଏଲ ମଧ୍ୟ ଲଗାଇ ପାରିବେ। କିଛି ଦିନ ମଧ୍ୟରେ ଆଇବ୍ରୋ ସୁନ୍ଦର ଏବଂ ଘନ ହୋଇଯିବ। ନମ୍ବର 2। ଯେଉଁମାନେ ଓଦା ଚୁଟିକୁ ପାନିଆରେ କୁଣ୍ଡେଇ ଥାନ୍ତି ସେମାନଙ୍କର କେଶ ଅଧିକ ଝଡ଼ିଥାଏ, ସେଥିପାଇଁ ଓଦା କେଶରେ ଚୁଟି କୁଣ୍ଡାଇବା ଉଚିତ ନୁହେଁ। ନମ୍ବର 3। 35ରୁ 40 ବର୍ଷ ବୟସରେ ମଣିଷ ଶରୀରର ଦୁର୍ବଳତା, ଥକା ଅଧିକ ବଢ଼ିବାରେ ଲାଗିଥାଏ। ଶରୀରରେ ଆଇରନର ଅଭାବରେ ଶରୀର ଅଧିକ ଦୁର୍ବଳ ଲାଗିଥାଏ। ଖାଇବାରେ ଅଧିକ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ, ଯେମିତିକି ପାଳଙ୍ଗ, ବିଟ୍, ଡାଳିମ୍ବ, ବିନ୍ସ, ମଟର, ବ୍ରୋକୋଲି ଇତ୍ୟାଦି। ଏସବୁ ଖାଇବା ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରରେ ଆଇରନର କମି ବା ଅଭାବ କେବେ ବି ରହିବ ନାହିଁ। ନମ୍ବର 4। ଗର୍ଭବତୀ ମହିଳାମାନେ ପ୍ରେଗନେନ୍ସିରେ କଦଳୀର ସେବନ କରନ୍ତୁ। ଏହାଦ୍ୱାରା ଶିଶୁର ହାଡ଼ ମଜବୁତ ହୋଇକି ରହିଥାଏ ଏବଂ ସୁନ୍ଦର ଶିଶୁଟିଏ ଜନ୍ମଗ୍ରହଣ କରିଥାଏ। ନମ୍ବର 5। ଯେଉଁ ମହିଳାମାନେ ପ୍ରତ୍ୟେକ ଦିନ ମେଥି ଦାନା ସେବନ କରିଥାନ୍ତି ସେମାନେ ଶୀଘ୍ର ବୁଢ଼ୀ ଦେଖାଯାଇନଥାନ୍ତି। ତେଣୁକରି ପ୍ରତ୍ୟେକ ମହିଳାମାନଙ୍କୁ ମେଥି ଦାନାର ସେବନ କରିବା ଉଚିତ। ଏହାକୁ ଆପଣମାନେ ରାତିରେ ଭିଜେଇକି ସକାଳକୁ ଖାଆନ୍ତୁ। ନମ୍ବର 6। ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ହାର୍ଟ ବିମାରୀ ବାହାରିଥାଏ। ଅଧିକ ଗରମ ଗରମ ଖାଇବା ଠାରୁ ଦୂରରେ ରହିବା ଉଚିତ। ଟିକେ ଥଣ୍ଡା କରିକି ହାଲକା ଉଷୁମ ଖାଦ୍ୟ ଖାଆନ୍ତୁ। ନମ୍ବର 7। ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ କିଡନୀ ସବୁବେଳେ ସୁସ୍ଥ ରହୁ ବୋଲି ତାହେଲେ ପ୍ରତ୍ୟେକ ଦିନ ରାତିରେ ପରିସ୍ରା କରି ଶୋଇବା ଉଚିତ। ନମ୍ବର 8। ଗାଧୋଇବା ସମୟରେ କାନରେ ପାଣି ପଶିଗଲେ ତୁରନ୍ତ କାନକୁ ତଳକୁ ନୁଆଇଁ ଦିଅନ୍ତୁ। ଏହାଦ୍ୱାରା କାନରୁ ପାଣି ବାହାରି ଆସିଥାଏ। ଆଗକୁ ବଢ଼ିବା ପୂର୍ବରୁ ସାଙ୍ଗମାନେ ପ୍ରଥମେ ଭିଡ଼ିଓକୁ ଗୋଟିଏ ଛୋଟିଆ ଲାଇକ୍ କରିଦେବେ। ଆସନ୍ତୁ ଜାଣିବା ନମ୍ବର 9। ଆପଣ ପ୍ରତ୍ୟେକ ଦିନ ଭାତ ରୁଟି ଅପେକ୍ଷା ଅଧିକ ସାଲାଡ୍ ଖାଆନ୍ତୁ। ଏହାଦ୍ୱାରା ଆପଣ ବହୁତ ବିମାରୀଠାରୁ ବଞ୍ଚିକି ରହିବେ। ନମ୍ବର 10। ଆସନ ପକେଇକି ତଳେ ବସି ଖାଇବାକୁ ଚୋବେଇ ଚୋବେଇ ଖାଆନ୍ତୁ। ଏହା କଲେ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ ଏବଂ ଆପଣଙ୍କୁ ଶୀଘ୍ର ମଧ୍ୟ ଭୋକ ହୋଇନଥାଏ। ନମ୍ବର 11। ଅଧିକ ଶାନ୍ତ ରହିବା ବ୍ୟକ୍ତିର ମସ୍ତିଷ୍କ ଅଧିକ ତେଜ ରହିଥାଏ। ଅଧିକ ସମୟ ବଜବଜ ହେବା କିମ୍ବା ରାଗିବା ଦ୍ୱାରା ସ୍ମରଣ ଶକ୍ତି କମିଯାଏ ଏବଂ ଏହାଦ୍ୱାରା ଅନେକ ବିମାରୀ ମଧ୍ୟ ସୃଷ୍ଟି ହୋଇଥାଏ। ନମ୍ବର 12। ଘରେ ମୟୂରପୁଚ୍ଛ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ ଏବଂ ନକାରାତ୍ମକ ଶକ୍ତି ବାହାରକୁ ବାହାରି ଯାଇଥାଏ। ନମ୍ବର 13। ଚେହେରାକୁ ଗୋରା କରିବା ପାଇଁ ଏବଂ ଗ୍ଲୋ ଆଣିବା ପାଇଁ ପ୍ରତ୍ୟେକ ଦିନ ଦହିରେ ବେସନ ମିଶାଇକି ଲଗାନ୍ତୁ। ଏହା କଲେ ଚେହେରାରେ ଗ୍ଲୋ ଆସିଥାଏ। ପ୍ରତ୍ୟେକ ଦିନ ନହେଲେ ବି ସପ୍ତାହରେ 2 ଥର ଦହି ଆଉ ବେସନର ଫେସ୍ ପ୍ୟାକ୍କୁ ନିହାତି ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଫେସ୍ ବହୁତ ଉଜ୍ଜଳ ଲାଗିବ ଆଉ ଗ୍ଲୋ ମଧ୍ୟ ହୋଇବ। ନମ୍ବର 15। ଆଣ୍ଠୁଗଣ୍ଠିରେ ସବୁବେଳେ ଯନ୍ତ୍ରଣା ହେଉଥିଲେ ପ୍ରତ୍ୟେକ ଦିନ ନିମ୍ବ ତେଲ ଆଣ୍ଠୁରେ ଲଗାନ୍ତୁ। ଏହା କଲେ ଆଣ୍ଠୁଗଣ୍ଠିର ଯନ୍ତ୍ରଣା ଦୂର ହୋଇଥାଏ। ନମ୍ବର 16। ସକାଳ ଏବଂ 2 ପ୍ରହର ସମୟରେ ଫଳ ଖାଇବା ଅଧିକ ଭଲ ହୋଇଥାଏ, କିନ୍ତୁ ରାତିରେ ଫଳ ଖାଇବା ଉଚିତ ନୁହେଁ ଏବଂ ଖାଦ୍ୟ ଖାଇସାରିବା ପରେ ସାଙ୍ଗେ ସାଙ୍ଗେ ଫଳ ଖାଇବା ମଧ୍ୟ ଉଚିତ ନୁହେଁ। ଭୁଲରେ ମଧ୍ୟ ରାତିରେ କେବେବି ବା ସନ୍ଧ୍ୟା ପରେ କେବେବି ଫଳ ଖାଆନ୍ତୁ ନାହିଁ ଏବଂ ଖାଇସାରିକି ସାଙ୍ଗେ ସାଙ୍ଗେ ମଧ୍ୟ ଫଳ ଖାଆନ୍ତୁ ନାହିଁ। ନମ୍ବର 17। 35 ବର୍ଷ ପରେ ଅଧିକ ମାତ୍ରାରେ କାକୁଡ଼ି ଏବଂ ଗାଜର, କମଳା, ଲେମ୍ବୁ ଇତ୍ୟାଦି ଖାଇବା ଆରମ୍ଭ କରିଦିଅନ୍ତୁ, କାରଣ 35 ବର୍ଷ ପରେ ଚେହେରା ଧୀରେ ଧୀରେ ମଳିନ ଦେଖାଯାଏ ଏବଂ ଚେହେରାର ଗ୍ଲୋ ମଧ୍ୟ କମ୍ ହୋଇଯାଏ। ଏସବୁ ଖାଇବା ଦ୍ୱାରା ଚେହେରା ଗ୍ଲୋ କରିବା ଆରମ୍ଭ କରିଥାଏ। ନମ୍ବର 18। କିଛି ସମୟ ଆଇନା ଦେଖି ହସିବା ଉଚିତ। ଗବେଷଣାରୁ ଜଣାଯାଏ ଯେ ପ୍ରତ୍ୟେକ ଦିନ ମଣିଷ 45 ମିନିଟ୍ ହସିବା ଦ୍ୱାରା ଅନେକ ବିମାରୀ ଠାରୁ
ଦୂରରେ ରହିଥାନ୍ତି। ନମ୍ବର 20 ମାସିକ ଧର୍ମ ସମୟରେ ପେଟର ଯନ୍ତ୍ରଣାକୁ ଦୂର କରିବା ପାଇଁ ହେଲେ ଶୁଣ୍ଠି ଗୁଣ୍ଡରେ ଅଳ୍ପ ଲୁଣ ମିଶାଇ ହାଲକା ଗରମ ପାଣିରେ ପିଇ ଦିଅନ୍ତୁ। ଏହା କଲେ ପେଟ ଯନ୍ତ୍ରଣା ସାଙ୍ଗେ ସାଙ୍ଗେ ଦୂର ହୋଇଯାଏ। ଚୁଟିରେ ପିଆଜ ରସ ସପ୍ତାହରେ ଥରେ ନିଶ୍ଚୟ ଲଗାନ୍ତୁ। 5ରୁ 6 ମାସ ଏପରି କରିବା ପରେ ଦେଖିବେ ଚୁଟି କେତେ ଶୀଘ୍ର ପଡ଼ିଯିବ ଏବଂ ଚୁଟି ଝଡ଼ିବା ସମସ୍ୟା ମଧ୍ୟ କମ୍ ହୋଇଯିବ। ଅଧିକ ଶାରୀରିକ ସମ୍ବନ୍ଧ ରଖୁଥିବା ଲୋକମାନେ କମ୍ ବୟସରୁ ହିଁ ଅଧିକ ବୁଢ଼ା ପରି ନଜର ଆସିଥାନ୍ତି ଏବଂ ଶୀଘ୍ର ସେମାନଙ୍କର ହାଡ଼ ଦୁର୍ବଳ ହୋଇଯାଏ ଏବଂ ଆୟୁଷ ମଧ୍ୟ କମ୍ ହୋଇଯାଏ। ଯେକୌଣସି ବି କାର୍ଯ୍ୟ ହେଉନା କାହିଁକି ଦରକାର ଠାରୁ ଅଧିକ ହେଲେ ଶରୀର ପାଇଁ କେବେ ବି ଏହା ଭଲ ହୋଇନଥାଏ। ବାସି ଖାଦ୍ୟ କିମ୍ବା ଅଇଁଠା ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ବିମାରୀ ବାହାରିଥାଏ। ଏସବୁ ଖାଇବା ଠାରୁ ଟିକେ ଦୂରରେ ରହିବା ଉଚିତ। ହାତ ନ ଧୋଇକି କେବେ ବି ଖାଇବା ଖାଆନ୍ତୁ ନାହିଁ। ଏମିତି କଲେ ଯଦି ସବୁଦିନ ହାତ ଧୋଇବେ ତେବେ ଆପଣ ଜୀବନ ସାରା ପର୍ଯ୍ୟନ୍ତ ସୁସ୍ଥ ରହିବେ। ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଶାଗ, ଡାଲି ଇତ୍ୟାଦି ନିଜ ଖାଇବାରେ ସାମିଲ କରନ୍ତୁ। ଯେମିତିକି ସଜନା ଶାଗ, ପାଳଙ୍ଗ ଶାଗ, ପିତା ଶାଗ, କଖାରୁ ଶାଗ ଏବଂ ଅନ୍ୟାନ୍ୟ ପ୍ରକାର ଶାଗ, କଲରା ଶାଗ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଶାଗକୁ ଖାଆନ୍ତୁ ଏବଂ ତା ସହିତ ବିଭିନ୍ନ ପ୍ରକାର ଡାଲମା ତିଆରି କରିକି ଖାଆନ୍ତୁ। ଯେମିତିକି ମୁଗ ଡାଲମା, ହରଡ଼ ଡାଲମା, ଚଣା ଡାଲମା, ମସୁର ଡାଲମା ଇତ୍ୟାଦି। ଆପଣମାନେ ଶାଗ ଆଉ ଡାଲମାକୁ ନିହାତି ପ୍ରତ୍ୟେକ ଦିନ ଆପଣଙ୍କ ଖାଇବାରେ ସାମିଲ କରିଦିଅନ୍ତୁ। ଏହାଦ୍ୱାରା ଆପଣମାନଙ୍କୁ ଉପଯୁକ୍ତ ଆଇରନ୍, ପ୍ରୋଟିନ୍ ଏସବୁ ନିହାତି ଭାବରେ ମିଳିବ। ନମ୍ବର 25 ମଇଳା ଡ୍ରେସ୍ ପୋଷାକକୁ ବାରମ୍ବାର ପିନ୍ଧିବା ଉଚିତ ନୁହେଁ। ଆପଣ ଯେଉଁଦିନ ଯେଉଁ ଡ୍ରେସ୍କୁ ପିନ୍ଧୁଛନ୍ତି ତାକୁ ସଫା ନ କଲେ ବି ସର୍ଫରେ ସଫା ନ କଲେ ବି ତାକୁ ପାଣିରେ ଟିକେ ଭଲ ଭାବରେ ଧୋଇକି ଶୁଖେଇକି ତାପରେ ପିନ୍ଧନ୍ତୁ। ସେଇ ଡ୍ରେସ୍କୁ ବାରମ୍ବାର ଆଜି ପିନ୍ଧିବେ ପୁଣି କାଲି ପିନ୍ଧିବେ ଏସବୁ କରିବା ଠିକ୍ ନୁହେଁ। ଏହାଦ୍ୱାରା ବିମାରୀ ମଧ୍ୟ ସୃଷ୍ଟି ହୋଇଥାଏ ଆଉ ପିନ୍ଧିବାକୁ ବି ଭଲ ଲାଗିନଥାଏ। ଏହାକୁ ଆପଣମାନେ ଭଲରେ ସଫା କରିକି ଧୋଇକି ପିନ୍ଧିବା ଉଚିତ। ଯଦି ବ୍ୟସ୍ତରେ ଅଛନ୍ତି ସଫା କରିପାରୁନାହାନ୍ତି ତେବେ ସାଙ୍ଗେ ସାଙ୍ଗେ ତାକୁ ଧୋଇ ଦିଅନ୍ତୁ ଏବଂ ଶୁଖେଇକି ଏହାକୁ ପିନ୍ଧିକି ଯାଆନ୍ତୁ। ଅତ୍ୟଧିକ ଥଣ୍ଡା ପାଣି ପିଇବା ଉଚିତ ନୁହେଁ। ଏହା କଲେ ଆଣ୍ଠୁ ଗଣ୍ଠିର ଯନ୍ତ୍ରଣା ହୋଇଥାଏ। ବାଞ୍ଝପଣ ବିମାରୀ ମଧ୍ୟ ହୋଇପାରେ। ପିଜୁଳି ପତ୍ରର ରସରେ ଦାନ୍ତ ଘଷିଲେ ହଳଦିଆ ଦାନ୍ତ ଶୀଘ୍ର ସଫା ରଙ୍ଗ ହୋଇଥାଏ। ଆଜି ପାଇଁ ଏତିକି। ଆପଣମାନଙ୍କୁ ଆଶା କରୁଛି ଆଜିର ଏହି ଭିଡ଼ିଓଟି ବହୁତ ପସନ୍ଦ ଆସିଥିବ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଏମିତି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ସମସ୍ତେ ମୋର ଭିଉଅର୍ସ ମାନେ ନିହାତି ଜୟ ଜଗନ୍ନାଥ ବୋଲି ଥରୁଟିଏ ଲେଖନ୍ତୁ। ଧନ୍ୟବାଦ।